ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ସିନାପାଲିର ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ବାର୍ଷିକ କ୍ରୀଡ଼ା ତଥା ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏନେଇ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଅନନ୍ୟ ଅଧିକାରୀ ସିନାପାଲି କର୍ମୀ ଓରାମ, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବତୀ ତୁଳସୀରାମ ମେହେର, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁବ୍ରତ କୁମାର ଠାକୁର, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଯତୀନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଶିକ୍ଷାର ସାମଗ୍ରିକ ବିକାଶର ଦେଶର ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ମହେଶ କୁମାର ମେହେର ଅତିଥି ପରିଚୟ ପରିଧାନ କରିଥିବା ବେଳେ ଶେଷରେ ଅନିଲ କୁମାର ଶାହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହାକୁ କମଳଜିତ ବୈକାର ଓ ରଶ୍ମିପ୍ରଭା ମେହେର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ମନୋରଞ୍ଜନ ମେହେର, मुबारक खान, अजित मेहर, निहार मेहर, सुरभि पंडा, अनुज रणसिंघे, केशर शाह, मिनती मेहर, व्यामकेश बाग सहयोग करथिले। कार्यक्रम शेष में रंगारंग सांस्कृतिक कार्यक्रम परिवेषण करा जायथिला। नुआपड़ा जिल्लारू परमेश्वर मेहरंक रिपोर्ट, जनता एक्सप्रेस।